ଆସ ପ୍ରଥମ ଶ୍ରେଣୀ ପିଲାମାନେ ଦୁଇଟି ପିମ୍ପୁଡ଼ି ବିଷୟରେ ଗୋଟିଏ ଗପ ଶୁଣିବା, ଛବି ଦେଖିବା ଆଉ ଚିତ୍ର ପଠନ କରିବା। ଗୋଟିଏ ନାଲି ଆଉ ଗୋଟିଏ କଳା ପିମ୍ପୁଡ଼ି ଥିଲେ। ଛବିରେ ଦେଖୁଛ ପିଲାମାନେ, ଗୋଟିଏ ନାଲି ଗୋଟିଏ କଳା ପିମ୍ପୁଡ଼ି ଥିଲେ। ପିଲାମାନେ ଛବି ଦେଖୁଛ, କ'ଣ ଦେଖୁଛ କହିଲ? ହଁ, ନାଲି ପିମ୍ପୁଡ଼ି ଚାଉଳ ଦାନା ଆଣିଲା। ଦେଖ, ନାଲି ପିମ୍ପୁଡ଼ି ତା ହାତରେ ଚାଉଳ ଦାନାଟିଏ ଧରିକି ଆଣିଲା। କଳା ପିମ୍ପୁଡ଼ି ଯୋଉ ଥିଲା, ସେ ନାଲି ପିମ୍ପୁଡ଼ି ଆଣିଥିବା ଚାଉଳ ଦାନାକୁ ଚଟାପଟ ଖାଇଦେଲା। ଚଟାପଟ ମାନେ ଶୀଘ୍ର ଶୀଘ୍ର ଖାଇଦେଲା। ତାପରେ କଳା ପିମ୍ପୁଡ଼ି ଚିନି ଦାନା ଆଣିଲା। ନାଲି ପିମ୍ପୁଡ଼ି ସେଇ ଦାନାକୁ ଚଟାପଟ ଖାଇଦେଲା। କଳା ପିମ୍ପୁଡ଼ି ଚିନି ଦାନା ଆଣିଲା। ନାଲି ପିମ୍ପୁଡ଼ି ସେଇ ଦାନାକୁ ଚଟାପଟ ଖାଇଦେଲା। ଖାଦ୍ୟ କମ୍ ଥିଲା, ସେମାନଙ୍କ ପେଟ ପୂରିଲା ନାହିଁ। ତାହେଲେ ପିଲାମାନେ ଗପଟି କେମିତି ଲାଗିଲା କହିଲ? ତାହେଲେ କେତୋଟି ପିମ୍ପୁଡ଼ି ଥିଲେ? ଦୁଇଟି ପିମ୍ପୁଡ଼ି ଥିଲେ। ହଁ, ପିମ୍ପୁଡ଼ି ଗୁଡ଼ିକ ରଙ୍ଗ କିପରି ଥିଲା? ହଁ, ନାଲି ଓ କଳା। ନାଲି ପିମ୍ପୁଡ଼ି କ'ଣ ଆଣିଲା? ହଁ, ନାଲି ପିମ୍ପୁଡ଼ି ଚାଉଳ ଦାନା ଆଣିଲା। କଳା ପିମ୍ପୁଡ଼ି ସେଇ ଦାନାକୁ କ'ଣ କଲା? ହଁ, କଳା ପିମ୍ପୁଡ଼ି ସେଇ ଦାନାକୁ ଚଟାପଟ ଖାଇଦେଲା। କଳା ପିମ୍ପୁଡ଼ି କ'ଣ ଆଣିଲା? ହଁ, କଳା ପିମ୍ପୁଡ଼ି ଚିନି ଦାନା ଆଣିଲା। ସେଇ ଦାନାକୁ କିଏ ଖାଇଦେଲା? ହଁ, ସେଇ ଦାନାକୁ ନାଲି ପିମ୍ପୁଡ଼ି ଚଟାପଟ ଖାଇଦେଲା। ଦି ଜଣ ପିମ୍ପୁଡ଼ି କିପରି ଖାଦ୍ୟ ଖାଇଲେ? ଦି ଜଣ ପିମ୍ପୁଡ଼ି ଚଟାପଟ ଖାଦ୍ୟ ଖାଇଦେଲେ। ଖାଦ୍ୟ କେତେ ଥିଲା? ଅଳ୍ପ ନା ବେଶୀ? ହଁ, ଖାଦ୍ୟ କମ୍ ଥିଲା। ହେଲା, ସେମାନଙ୍କ ପେଟ କାହିଁକି ପୂରିଲା ନାହିଁ? ହଁ, ଖାଦ୍ୟ କମ୍ ଥିଲା, ତେଣୁ ସେମାନଙ୍କ ପେଟ ପୂରିଲା ନାହିଁ। ପିଲାମାନେ ଏ ଗପଟି ଶୁଣିବ, ବାପା ମାଙ୍କୁ ଓ ନିଜ ଭାଇ ଭଉଣୀକୁ ଏ ଗପଟି ଶୁଣାଇବ।